ଦେଖନ୍ତୁ ସାରା ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ବସ୍ତୁ ଆପଣମାନେ ନ୍ୟୁଜ୍ ଖବର ଦେଖିଥିବେ କିମ୍ବା ଟେଲିଭିଜନ ମାଧ୍ୟମ ଦେଖିଥିବେ। ପ୍ରତ୍ୟେକ ଦିନ ଗ୍ୟାଙ୍ଗ ରେପ୍ ହେଉଛି, ପ୍ରତ୍ୟେକ ଦିନ ହଣାମରା ହେଉଛି। କାଲି ବି ଖଣ୍ଡଗିରିରେ ଗୋଟେ ଗେଷ୍ଟ ହାଉସ୍ରେ କିଛି ଦୁର୍ବୃତ୍ତ ସେଠାରୁ ଆମ ଯେଉଁମାନେ କର୍ମକର୍ତ୍ତାମାନଙ୍କୁ ଅସଦାଚରଣ କରିକି ହାଣି ପକାଇଲେ, ଆଜି ନ୍ୟୁଜ୍ରେ ଦେଖିଥିବେ। ଗୋଟେ କିନ୍ନରକୁ ବିଚ୍ ରାସ୍ତାରେ ମର୍ଡର କଲେ, ତାର ଦୋଷୀକି ଏବେ ଯାଇ ପୋଲିସ ପ୍ରଶାସନ ଓଡ଼ିଶାର ଏବେ ଯାଇ ଆରେଷ୍ଟ କରିପାରୁନାହାନ୍ତି। ଯାହାଫଳରେ କିନ୍ନରମାନେ କାଲି ଆମର ରାମ ମନ୍ଦିର ପାଖରେ ଗଣବିକ୍ଷୋଭ କଲେ। ସେଥିରେ ମେରା ମା ବି ଥିଲେ, ଆମର କୁଇନ୍ ଷ୍ଟାର ସ୍ନେହାଶ୍ରୀ ଯେଉଁ ଆଜିକା ଅପେରା କରୁଛି ଜାତୀୟ ନାଟ୍ୟ ମଣ୍ଡପରେ, ସେ ବି ଆସିଥିଲେ। ଆମର ଅସୀମା ପଣ୍ଡା ବି ଆସିଥିଲା। ବହୁତ ପ୍ରକାର ଲୋକଙ୍କର ହଇରାଣ ହରକତ ହେଉଛି। ଆଇନ ଶୃଙ୍ଖଳା କିଛି ବିପର୍ଯ୍ୟୟ ବସ୍ତୁ ଓଡ଼ିଶାରେ କିଛି ଠିକ୍ ନାହିଁ। ରାତି 9ଟା ପରେ ଗୋଟେ ଝିଅ ବାହାରକୁ ଯିବାଟା ବି ଡର ଲାଗୁଛି। 9ଟା ପରେ କ'ଣ, 6ଟା ପରେ ବି ଝିଅ ସ୍କୁଲକୁ ଯାଇଥିଲେ, ସକାଳୁ ବି ଝିଅ ଡର ଲାଗୁଛି। ଫେରିବ କି ନାହିଁ, ବାପା ମାଆଙ୍କ ମନରେ ଦ୍ୱନ୍ଦ୍ୱ ରହୁଛି। ଏ ବାବଦରେ ସରକାରଙ୍କୁ ଆପଣ କେଉଁଭଳି ମାନେ ଗୋଟେ ସଜେଷ୍ଟ କରିବେ ଯାହାଫଳରେ ଏଇଭଳି ନୀତି କିଛି ଆପଣେଇଲେ ତ ହେଇପାରିବ? ଦେଖନ୍ତୁ, ସରକାର ଏ ଖବର ଲୋକଙ୍କ ଉପରେ ନଜର ରଖିବା କଥା। ଆଇନ ଶୃଙ୍ଖଳା ବିପର୍ଯ୍ୟୟ ବସ୍ତୁ ଓଡ଼ିଶାରେ ଦିନ ଦ୍ୱିପହରରେ ରେପ୍ ହେଇଯାଉଛି। ଆମର ଗୋପାଳପୁରରେ ଦିନ ଦ୍ୱିପହରରେ ହାଣି ପକାଉଛନ୍ତି ଦୁର୍ବୃତ୍ତମାନେ ଆସିକି। ଭୁବନେଶ୍ୱର ରାଜଧାନୀ କ୍ୟାପିଟାଲ ଯୋଉଠି କମିଶନର ପୋଲିସ ରହୁଛି, ଆମର ମୁଖ୍ୟମନ୍ତ୍ରୀ ରହୁଛନ୍ତି ମହେନ୍ଦ୍ରନାଥ ମାଝୀ। ସେ ଜାଗାରେ ଯଦି ଏମିତି ହେଉଛି ତ ଗାଁ ଗହଳିଆରେ ଆମର NH ସାଇଡ଼ରେ କ'ଣ ନ ହେବ? ତାହେଲେ ଏଦିଗରେ ଆପଣ ଯେଉଁ କଥା କହୁଛନ୍ତି ଏଥିରେ କ'ଣ କରାଯାଇପାରିବ ଆପଣଙ୍କର ଚିନ୍ତାଧାରା? ପୋଲିସ ପ୍ରଶାସନକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦରକାର, ଦୋଷୀମାନଙ୍କୁ ଦଣ୍ଡ ଦେବା ଦରକାର। ହେଲେ ଲୋକ ଆପଣଙ୍କ ଉପରେ ଭରସା ରଖିବେ। ନହେଲେ ଆଇନ ବିପର୍ଯ୍ୟୟ ବସ୍ତୁ ହେଲେ ଲୋକମାନେ ଯେହେତୁ ରାଜରାସ୍ତାକୁ ଓହ୍ଲାଇବେ, ଆପଣଙ୍କ ସରକାର ଦୋହଲି ଯିବ।